ବୈଶାଖୀ ମହୋତ୍ସବ 11 ବର୍ଷ ଧରିକି ଚାଲିଛି। ନିଶ୍ଚିତ ଏ 10 ରୁ 14 ତାରିଖ ପର୍ଯ୍ୟନ୍ତ 10 ଏପ୍ରିଲ ରୁ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଆପଣମାନେ ଜାଣିଥିବେ ଆମର ଓଡ଼ିଆ ମାନଙ୍କର ରଜ ରଜ ସଂକ୍ରାନ୍ତି ଯେମିତି ପଣା ସଂକ୍ରାନ୍ତି ସେଇଭଳିଆ ଆପଣଙ୍କର ଉଡ଼ା ଯୋଉଟା ହୁଏ ପଣା ସଂକ୍ରାନ୍ତି ଉଡ଼ା ହୁଏ ତାକୁ ଆଧାର କରିକି ଏଇ ଯୋଉ ବୈଶାଖୀ ମହୋତ୍ସବ କରାଯାଉଛି। ନିଶ୍ଚିତ ଆମର এই ଅଞ୍ଚଳବାସୀକୁ ଧନ୍ୟବାଦ ଦେବା। ବୈଶାଖୀ ମହୋତ୍ସବ ଯୋଉ କରୁଛନ୍ତି ଆଜିକି ଦୀର୍ଘ ବର୍ଷ ଧରିକି ଆପଣଙ୍କର ଏଇ ଯୋଉ ନବ ରାସ୍ତା ଯୋଉଟା ଦେଖୁଛନ୍ତି ସର୍ଟ ରୋଡଟା ମଧ୍ୟ ୟା ସାଙ୍ଗରେ ବହୁତ ଜଡ଼ିତ ଅଛି। ନିଶ୍ଚିତ ଏଇ ଯୋଉ ଭାଇମାନେ କରୁଛନ୍ତି ଆମ ଐକ୍ୟ ଆମ କଳା ଆମ ସଂସ୍କୃତିକୁ ମନେ ପକେଇବେ ଲୋକ ମନୋଚ୍ଛଳକୁ ଆଣିବେ ସେଇଥିପାଇଁ ପ୍ରୋଗ୍ରାମ କରୁଛନ୍ତି। ନିଶ୍ଚିତ ଆମେ ଧନ୍ୟବାଦ। ବୈଶାଖ ମାସର ଏହାକୁ ବହୁ ପର୍ବ ହିନ୍ଦୁ ପରମ୍ପରାରେ ଆରାଧନା କରାଯାଏ। ଭକ୍ତମାନେ ନିଜକୁ କଷ୍ଟରେ ତାଙ୍କର ଭକ୍ତିଭାବ ପ୍ରକାଶ କରନ୍ତି। ଏହି ସମୟରେ ଗାଁ ଗହଳିରେ ଗୋଟେ ପ୍ରମୁଖ ପର୍ବ ବୈଶାଖୀ ମାସରେ ସାଧାରଣ ଦେଖାଯାଏ ଯେ ଏଇ ଯୋଉ ଖରା ଦିନରେ ପର୍ବପର୍ବାଣୀ ସଂଖ୍ୟା ବହୁତ କମ୍ ଥାଏ। ତା ଭିତରୁ ବୈଶାଖୀ ପର୍ବ ବା ଉଡ଼ା ପର୍ବ ଏକ ଅନ୍ୟତମ। ତେଣୁ ଏଥିରେ ଯୋଉମାନେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବି। ମାନେ ଆମର ଅନୁକୂଳ ପାଗ ସତ୍ତ୍ୱେ ଏତେ ବଡ଼ ଆୟୋଜନ କରୁଛନ୍ତି। ଏଠି ବହୁତ ଜନସମାଗମ ହଉଛି ଆଜି ପ୍ରଥମ ଦିନ। ମୁଁ ଆଶା କରୁଛି 4 ଦିନ ଯାକ ଭଲ ପାଗ ହବ ଏବଂ ଲୋକମାନେ ତାକୁ ଉପଭୋଗ କରିବେ। ଶାନ୍ତି ଶୃଙ୍ଖଳା ଭାଇଚାରା ସହିତ ପର୍ବ ସମାପନ ମାଧ୍ୟମରେ ସମସ୍ତଙ୍କର ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଉଛି।